9ଟା ବାଜିଲା ଉଠିଛି। କାଲି ଯେଉଁ କାମ ହେଇଥିଲା 12ଟା ଗୋଟେ ହେଇଗଲା, 12ଟା କିଛି ଆମର ଏତିକି ଜାଗା ଉଠିଛି। ତ ସେପଟ କାମ ସବୁ ହେଇଯାଇଛି, ରୁମ୍ଟା କ୍ଲିୟର୍ ହେଇଯାଇଛି। ତ ଏପଟ ଗୋଟେ ରୁମ୍ କ୍ଲିୟର୍ ହେଇଯାଇଛି। ତ ଆଗକୁ କ'ଣ ଦିନ ଯାକର ହେବ ସବୁ। ଗୋଟେ କ୍ୱେଶ୍ଚିନ୍ ଅଛି, 4ଟି ଅକ୍ଷରରେ ତା ନାଁ ହେଲା, ଜାଣିନୁ କ'ଣ କହିପାରିବୁନି? 4ଟା ନା ତାର 4ଟାରେ ହସେଇ ପଡ଼ିବ, କହିପାରିବୁନି? ଘରେ ବୁଲୁଛି ବା ସବୁବେଳେ। ଅସରପା ଗାତୁଆ ଆଉ ଗୋଟେ କ୍ୱେଶ୍ଚିନ୍, ମାନେ ଗୋଟେ ଏମିତି ଜିନିଷ ଫ୍ରିଜ୍ ରହିଲେ ବି ଗରମ ରହୁଛି। ଫ୍ରିଜ୍ ରଖିଲେ ବି ଗରମ ରହିବ? ଆଇସ୍କ୍ରିମ୍ ହେରା ଗରମ ରହିବ, ଥଣ୍ଡା ରହେ। ଗରମ ମସଲା। ଏଠି ବୋଉକୁ ପ୍ରଶ୍ନ ପଚାରି ଦେଇକି ଆସି ମୁଁ ଗାଡ଼ିଟା ସାଇଡ଼୍ କରିଦେଲି। ଆଜି ତ ଭିଡ଼ିଓ ବେଶୀ ଲଙ୍ଗ୍ ହେବନି, କାହିଁକିନା ମୁଁ ଅଳ୍ପ ଭିଡ଼ିଓ ବନେଇବି। ଆଜି ତ ବହୁତ ପରିଶ୍ରମ, କାହିଁକିନା ତ କାମ ହେବ କନ୍ଦିସନ୍ଦିରେ, ତ ଆମେ କ୍ୟାମେରା ଫ୍ୟାମେରା ବି ନେଇପାରିବୁନି। ତ ସେଥିପାଇଁ ମୁଁ ଗାଡ଼ିଟା କାଢ଼ି ଦେଇଥିଲି, ଯାହାକି ଆମର ସେପଟୁ ପଟା ଯେଉଁ ଟେବୁଲ୍ ଫେବୁଲ୍ ସବୁ କାଢ଼ିକି ଏପଟକୁ ଆଣିଥିଲି। ତ ଗାଡ଼ିଟା ଥୋଇ ଦେଇକି ଆମର ସେପଟ କାମ। କାଲି ମୁଁ ଦେଖେଇଥିଲି ଏତିକି କାମ ହେବାର ଥିଲା, ତ ଆଜି ବି ଦେଖ ପୁରା କମ୍ପ୍ଲିଟ୍ ହେଇଛି। ବାଡ଼ ଉଠିଯାଇଛି ଆମ ତାଜା ଯାଏଁକେ। ତ ସନ୍ଧ୍ୟାବେଳେ ଆଜି ପ୍ଲାଷ୍ଟର ହେବ। ତ ବାପା ଆସିଲେ କାମ ଷ୍ଟାର୍ଟ ହେବ। ବାପା କାମ ନେଇଛନ୍ତି, କାମରେ ଆସନ୍ତି ତ ଦେଖେଇବି କେମିତି ପ୍ଲାଷ୍ଟରଟା। ବର୍ତ୍ତମାନ ବାପା ଆସିକି ଏପଟ 2 ସାଇଡ଼୍ ବାଡ଼ ପ୍ଲାଷ୍ଟର ବାଡ଼େଇ ସାରିଲେଣି, ଯାଇକି ତାଙ୍କ କାମ କରୁଛନ୍ତି। ତଳ ଆଡ଼ୁ ପ୍ଲାଷ୍ଟର ବି ବାଡ଼େଇ ଚାଲିଲେଣି। ତ ଆଉ ସେ ପ୍ଲାଷ୍ଟର ହେଲା ବର୍ତ୍ତମାନ ଏଇଠୁ ଏ ଯାଏଁ ପୁରା କମ୍ପ୍ଲିଟ୍ ହେଇଯାଇଛି। କାଲି ପାଇଁ ବାକି ରହିଲା ଏଇ ବାଡ଼ଟା। ତ ଆଜି ପାଇଁ ଏତିକି ବାଡ଼ କମ୍ପ୍ଲିଟ୍।